ଚାଷୀର ମେରୁଦଣ୍ଡ ଭାଙ୍ଗିଲା ଲଘୁଚାପ ବର୍ଷା। ଚାଷ କାମ ଯାହାର କେଡ଼େ ସୁଖ ତାହାର, ସେହି ସିନା ଦୁନିଆକୁ ଜଗାଇ ଆହାର। କେତେ ଆଶା ନେଇ ଗୋଟିଏ ଚାଷୀ ଚାଷ କାମ କରିଥାଏ। ଫସଲ ଅମଳ ହେଲେ ବିକ୍ରି କରି ଘରୋଇ ଖର୍ଚ୍ଚ, ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତଥା ଅନ୍ୟାନ୍ୟ ଖର୍ଚ୍ଚ କରିବା ପାଇଁ ଆଶା ବାନ୍ଧି ବସିଥାଏ। କିନ୍ତୁ ଅଦିନିଆ ବର୍ଷା ସବୁ ଆଶାକୁ ପାଣିରେ ଭସାଇ ନେବା ଏହା କଳ୍ପନା କରି ନଥାଏ। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୁଚ୍ଛା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ। ମିଳିଥିବା ସୂଚନା ମୁତାବକ ମରାଡୁଗୁଚ୍ଛା ଗ୍ରାମ ପଞ୍ଚାୟତର ମରାଡୁଗୁଚ୍ଛା, ବନ୍ଦେକେଡ଼ା, ଗୁଞ୍ଜିମୁଣ୍ଡା, ଗୁଆରୀଘାଟ, ପୁଡୁଗପଥର, ଲକ୍ଷ୍ମୀମୁଣ୍ଡାର ଚାଷୀମାନେ ଧାନ କରଜ କରି ଉଠା ଜଳସେଚନ ମାଧ୍ୟମରେ ତେଲ ନଦୀରୁ ପାଣି ଆଣି ଧାନ ଫସଲ ଚାଷ କରିଥିଲେ। ଫସଲ ଅମଳ କଲା ସମୟରେ ଲଘୁଚାପ ବର୍ଷା ଆସି ଅମଳକ୍ଷମ ଧାନକୁ ଗଜା କରିଦେଲା। କିପରି ସାହୁକାରଙ୍କ ଋଣ ତଥା ନିଜ ପରିବାରକୁ ଗୁଜରାଣ ମେଣ୍ଟାଇବେ ସେ ଚିନ୍ତାରେ ଚାଷୀ ନେତା ମିତ୍ରବର୍ତ୍ତ ମିଶ୍ରଙ୍କ ନେତୃତ୍ୱରେ ସରକାରଙ୍କ ତରଫରୁ କିଛି ସାହାଯ୍ୟ ପାଇବା ପାଇଁ ତରଭା ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।